ଆସିଲୁ ଆମେ ଦେଖା କଲୁ ଆମେ ଆମ ଅଫିସରଙ୍କୁ ତାଙ୍କ ସହିତ ଆମେ କଥା ହେଲୁ। କଥା ହେଇସାରିଲା ପରେ ବାହାରେ ଆମ ସାର୍ ଠିଆ ହେଇଥିଲେ ଯିଏ ଆମ ପ୍ରଧାନ ଶିକ୍ଷକ ତାଙ୍କୁ ଆସିକି ଜଣେ ସାମ୍ବାଦିକ ଭାଇ ତାଙ୍କୁ ଚିହ୍ନିନି ମୁଁ କିନ୍ତୁ ଦେଖିଲି ସେଇଠି ସେ ଆସିକିନା ଆମ ସାର୍ଙ୍କୁ କହିଲେ ବାଇଟି ଦିଅ। ଆମ ସାର୍ ମନା କଲେ ସେ ଜବରଦସ୍ତ କହିଲେ ସାର୍ ଯେତେବେଳେ ମନା କଲେ ସେ ଘର ଭିତରୁ ବସି ଯାଇକି ବିଓ ମ୍ୟାଡ଼ାମଙ୍କ ସାଙ୍ଗରେ ଯାଇକି କହିଲେ କି ସେ ଜଣେ ନନସେନ୍ସ ଟିଚର ତାଙ୍କର ଯୋଗ୍ୟତା ନାହିଁ ଶିକ୍ଷକ ହେବା ପାଇଁ ତେଣୁ ତାଙ୍କୁ କିଏ ଚାକିରିରେ ରଖିଥିଲା ମୁଁ ବିଓ ମ୍ୟାଡ଼ାମଙ୍କୁ କହୁଛନ୍ତି କି ମୁଁ ଆପଣଙ୍କ ପାଇଁ ଛାଡ଼ି ଦେଉଛି ନହେଲେ ଦେଖିଥାନ୍ତେ ମୁଁ କ'ଣ କରିଥାନ୍ତି ଏମିତି କହିଲେ। ତାପରେ କହିକି ପଳେଇ ଆସିଲେ। ତାପରେ ସିଏ ବି ଆଉ ମଝିରେ ଥରେ ପୂର୍ବରୁ ଆମର ଯୋଗ ଦିବସ ହେଉଥିଲା ସେ ସେଇ ଭାଇ ଜଣଙ୍କ ଆସିଥିଲେ ସାର୍ଙ୍କୁ କ'ଣ ପଇସା ପତ୍ର ମାଗୁଥିଲେ ତାପରେ ସାର୍ ଦେଲେ କି ନାହିଁ ଆମେ ଆଉ ଦେଖିନୁ। ତାପରେ ସେ ପଳେଇ ଯାଇଥିଲେ ସେ ସେଇ ରାଗ ରଖିକି କି କ'ଣ ପାଇଁ ସେ ସାର୍ଙ୍କ ଉପରେ ନେଉଛନ୍ତି। ସେ ମିଡ଼ିଆ ଭାଇ ଜଣକ ହେଉଛନ୍ତି କଳିଙ୍ଗ ଟିଭିର ସାମ୍ବାଦିକ। ମୁଁ ସେ ସାମ୍ବାଦିକ ଭାଇଙ୍କୁ କହୁଛି ଯଦି କିଛି ସତ୍ୟ କଥାର ମାନେ ପ୍ରଚାର କରନ୍ତୁ। ଏମିତି ଜଣକ ଭଲ ଏବଂ ଭଦ୍ର ଶିକ୍ଷକଙ୍କ ନାଁରେ ଏମିତି ଅପ୍ରଚାର କରିବା ବନ୍ଦ କରନ୍ତୁ। ତାଙ୍କ ଭାଷାରୁ ଜଣାପଡ଼ୁଛି ସିଏ ଜଣେ ନିହାତି ଅଭଦ୍ର ସାମ୍ବାଦିକ। ଆଉ 3 ଜଣ ଆଉ 2 ଜଣ ବି ତାଙ୍କ ସହିତ ଥିଲେ କିନ୍ତୁ ଏଇ ଜଣକ ଯିଏ ଆମେ ତାଙ୍କ ନାଁ ପ୍ରସନ୍ନ ବଳବନ୍ତ ପ୍ରଶାନ୍ତ ମହାପାତ୍ର ସେ ଆସିକି ଯେଉଁ ଭଳିଆ ଭାବରେ ମାନେ ଜଣେ ଶିକ୍ଷକ ସିଏ ତାଙ୍କୁ ଯେଉଁ ଭଳିଆ ଭାବରେ ବ୍ୟବହାର କଲେ ଆମେ ସେଠି ଉପସ୍ଥିତ ଥିଲୁ ବିଓ ମ୍ୟାଡ଼ାମ୍ ବି ସେଠି ଉପସ୍ଥିତ ଥିଲେ। ତାପରେ ବି ସେ ଜଣେ ଏମିତି କହିକି ଏମିତି ସାର୍ଙ୍କ ନାଁରେ ଅପପ୍ରଚାର ସେ କହିଲେ କି ଯେ ଗୋଟେ ସିଏ ଶିକ୍ଷକ ଗୋଟେ ଅଭିଭାବକମାନଙ୍କୁ ଭୁଆଁ ବୁଲାଉଛନ୍ତି। ଅଭିଭାବକଙ୍କ ଛୋଟ ପିଲା ହେଇଛନ୍ତି ଚକୋଲେଟ୍ ଦେଉଛନ୍ତି ତାଙ୍କୁ ସେ ତାଙ୍କୁ ଭୁଆଁ ବୁଲାଉଛନ୍ତି। ଆମେ ଆମ ପିଲାଙ୍କ ସୁରକ୍ଷିତ ପାଇଁ ଯାଇଥିଲୁ। ସାର୍ ଆସିଲା ଦିନଠାରୁ କ'ଣ ହେଇଛି ଏଇ 1.5 ବର୍ଷ ତଳେ ସ୍କୁଲର ପରିସ୍ଥିତି କ'ଣ ଥିଲା ଆଜି କ'ଣ ହେଇଛି ସେସବୁ ଦେଖାଯାଉ। ତାପରେ ସାର୍ ଏତେ କଲା ପରେ ବି ତାଙ୍କ ନାଁରେ ମିଥ୍ୟା ପ୍ରଚାର କରାଯାଉଛି। ମୁଁ ସେ ସାମ୍ବାଦିକ ଭାଇଙ୍କୁ ଅନୁରୋଧ କରୁଛି ଯଦି କିଛି ପ୍ରମାଣ ଅଛି ତାହେଲେ ସତ୍ୟତା ଦେଖାନ୍ତୁ କ'ଣ ତାଙ୍କ ନାଁରେ ତାଙ୍କ ଚରିତ୍ର ଉପରେ କହୁଛନ୍ତି। ଯଦି ତାଙ୍କ ଚରିତ୍ର ଖରାପ ଥାନ୍ତା ଏତେ ସ୍ତ୍ରୀ ଲୋକ ଆମର ଏସ୍ଏମ୍ସିରେ ଏତେ ମେମ୍ବର ଆସୁଛନ୍ତି ସମସ୍ତଙ୍କୁ ପଚାରି ଯଦି ତାଙ୍କ ଚରିତ୍ର ଖରାପ ଥାନ୍ତା ସେମାନେ ଯାଇଥାନ୍ତେ ଏତେ ବଡ଼ ଜଣଙ୍କ ସହିତ କେବେ ବି ତାଙ୍କ ଚରିତ୍ର ଉପରେ ଆଜ୍ଞା ଆମେ କାଲି ବି ଆମେ ସନ୍ଧ୍ୟାବେଳେ ଆମ କମିଟି ଦେଇଥିଲୁ ଦରଖାସ୍ତ ଏଫଆଇଆର ଦେଇଥିଲୁ। ସାର୍ କୌଣସି ପଦକ୍ଷେପ ନେଉନାହାନ୍ତି ତେଣୁ ସାର୍ଙ୍କୁ ତାଙ୍କ ଚରିତ୍ର ପ୍ରତି ତାଙ୍କୁ ଏତେ ପ୍ରକାର ଅସମ୍ମାନିତ କରାଯାଉଛି ଯେଉଁଟାକି ଆମକୁ ବି ବହୁତ ଖରାପ ଲାଗିଲାଣି। ତାଙ୍କ ପ୍ରଭାବ ଆମ ପିଲାଙ୍କ ଉପରେ ପଡ଼ିଲାଣି। ପିଲାମାନେ ଯଦି ସାର୍ଙ୍କର ଏମିତି କିଛି ଥାଆନ୍ତା ମାନେ କିଛି ବ୍ୟବହାର ପିଲାମାନେ ତାଙ୍କ ବିନା ରହିପାରିବେନି। ଯଦି ସାର୍ ପଳେଇ ଯାଆନ୍ତି ଏ ବିଦ୍ୟାଳୟ ପୁରା ଭାଙ୍ଗିଯିବ। ପିଲା କୌଣସି ପିଲାକୁ ଆସିବେନି କି ଅଭିଭାବକ ଆଉ ପିଲାମାନଙ୍କୁ ଏଠିକି ପଠାଇବେନି। ପିଲାମାନେ ହିଁ ମନା କରୁଛନ୍ତି ଆମେ ହିଁ ଯିବୁନି। ଯଦି ସାର୍ ନ ରହିବେ ଆମେ ହିଁ ଯିବୁନୁ। ଆମେ ଚାହୁଁଛୁ ସାର୍ଙ୍କୁ ନ୍ୟାୟ ମିଳୁ। ସେ ସାର୍ଙ୍କ ବିଷୟରେ ଏ ଯେଉଁ ଅଭଦ୍ରାମୀ ସେ ବ୍ୟବହାର କରିଛି ସିଏ ଆସିକି ଏଠି ସାର୍ଙ୍କୁ ଭୁଲ ମାଗି ଯାଉ ଯେ ମୁଁ ଏଟା ମାନେ ଅଜାଣତରେ କରିଛି ବୋଲି ସେ ସ୍ୱୀକାର କରୁ। ତାର କିଛି ପଦକ୍ଷେପ ନିଆଯାଉ।